मधुस्मिता दीदी किंबा वीरेंद्र भाई की गोटे पढ़ी देबे। प्रथम करंतियो 15 पर्व तार 3 रु 8 एवं 12 रु 14। कारण जो जो शिक्षा मु पाइथिली सेथि मध्यरु एही प्रधान शिक्षा तुम मानक प्रदान करिथिबा थिली जथा ख्रीष्ट शास्त्र अनुसार आम मानक पाप निमंते मृत्युभोग कले, समाधि प्राप्त हेले, शास्त्र अनुसार तृतीय दिवस रे उत्थित हेले, से कैफा को आउ ताहा परे द्वादश को दर्शन देले। ए उतारे एकाथरे 500 रु अधिक भाई मानक दर्शन देले। सेमानक मध्यरु अधिकांश आज पर्यंत जीवित अछंती, किंतु केही केही महानिद्रा प्राप्त करिअछंती। तत्परे से जाकब को आउ परे समस्त प्रेरित मानक दर्शन देले। अवशेष रे अकाल जात परि जणे जे मु से मते मध्य दर्शन देले। आमेन। 12 रु 14। एणु ख्रीष्ट जे मृतमानक मध्यरु उत्थित होइअछंती ଏହା ଯଦି ପ୍ରଚାର କରାଯାଉଅଛି ତେବେ ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି? ଯଦି ମୃତମାନଙ୍କର ପୁନରୁତ୍ଥାନ ନାହିଁ ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇନାହାନ୍ତି। ଆଉ ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇନାହାନ୍ତି ତେବେ ତ ଆମ୍ଭମାନଙ୍କ ପ୍ରଚାର ବୃଥା, ତୁମମାନଙ୍କ ବିଶ୍ୱାସ ମଧ୍ୟ ବୃଥା। ଧନ୍ୟବାଦ ସିଷ୍ଟର। ଆସନ୍ତୁ ଏଇଥିରୁ ଆମେ କିଛି ସମୟ ଆଲୋଚନା କରିବା। ଆମର କେତୋଟି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ରହିଥାଏ ଯୋଉଗୁଡାକ କେବଳ ସେଇ ଅକେଜନ ରେ ବା ସେଇ ଫେଷ୍ଟିଭାଲ ସମୟରେ ବିଶେଷ କରି ପ୍ରଚାର କରାଯାଇଥାଏ। ଅନ୍ୟ ସମୟରେ ଏଇ ପ୍ରସଙ୍ଗ ଗୁଡିକ ବେଶୀ ପ୍ରଚାର କରାଯାଇନଥାଏ। ଯେମିତି କି ଯୀଶୁଙ୍କର ଜନ୍ମ, ଯୀଶୁଙ୍କର ବିଜୟ ଯାତ୍ରା, ଯୀଶୁଙ୍କର ମୃତ୍ୟୁ, ଯୀଶୁଙ୍କର ପୁନରୁତ୍ଥାନ, ଯୀଶୁଙ୍କର ସ୍ୱର୍ଗାରୋହଣ, ଏଗୁଡା କେବଳ ସେଇ ଅକେଜନ ରେ ବା ସେଇ ଫେଷ୍ଟିଭାଲ ସମୟରେ ବର୍ଷକୁ ଥରେ ଅଧେ ଏଗୁଡାକ ପ୍ରଚାର କରାଯାଏ। ଏଗୁଡାକ ରିପିଟେଡଲି ଏଗୁଡା ପ୍ରଚାର କରାଯାଏ ନାହିଁ। ଏବେ ଆମେ ଜାଣିଛୁ ଯେ ଆମେ ଗତ ରବିବାର ଦିନ ପୁନରୁତ୍ଥାନ ରବିବାର ଆମେ ପାଳନ କରିଛୁ। ନିଶ୍ଚିତ ଭାବରେ ପ୍ରତ୍ୟେକ ମଣ୍ଡଳୀରେ ଯିଏ ଯୋଉଠି ଆମେ ଉପାସନାରେ ଯୋଗଦାନ କରିଥିଲୁ ସେ ସମ୍ପର୍କରେ ଆମେ ଶିକ୍ଷା ପାଇଥିବା ଏବଂ ଅନଲାଇନରେ ଯୋଉମାନେ ବିଭିନ୍ନ ବକ୍ତା ବ୍ୟକ୍ତି ମାନଙ୍କର ମଧ୍ୟ ଆପଣମାନେ ଶୁଣୁଥିବେ, ତାହେଲେ ଏ ଭିତରେ ସେ ସବୁ ଶୁଣିଥିବେ। କାରଣ ଆପଣଙ୍କର ୟୁଟ୍ୟୁବ ର ଅଟୋମେଟିକାଲି ଆପଣ ଶୁଣୁଥିବେ ସେଗୁଡାକ ନର୍ମାଲି ସାମ୍ନାକୁ ଆସେ, ତାର କ୍ରୋନୋଲୋଜି ପ୍ରକାର ଡିଜାଇନ କରାଯାଇଥାଏ। ତେବେ ଏହି ପ୍ରସଙ୍ଗର ଗୁରୁତ୍ୱତା ଦୃଷ୍ଟିରୁ ମତେ ଲାଗେ ଯେ ଏ ବିଷୟରେ ଆଉ ଅନେକ ଥର ଶୁଣିବାର ଆବଶ୍ୟକତା ରହିଛି। ଏ ପ୍ରସଙ୍ଗର ଗୁରୁତ୍ୱକୁ ଉପଲବ୍ଧି କରି ମତେ ଲାଗେ ଯେ ଏ ବିଷୟରେ ଆମକୁ ଅନେକ ବିଷୟରେ ଆହୁରି ମଧ୍ୟ ବୁଝିବା ପାଇଁ ବାକି ଅଛି ପୁନରୁତ୍ଥାନ ବିଷୟରେ। କାରଣ 14 ପଦରେ ଆମେ ଦେଖିଲୁ, ଆଉ ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇନାହାନ୍ତି ତେବେ ତ ଆମ୍ଭମାନଙ୍କର ପ୍ରଚାର ବୃଥା ଆଉ ତୁମ୍ଭମାନଙ୍କର ବିଶ୍ୱାସ ମଧ୍ୟ ବୃଥା। ଅର୍ଥାତ୍ ଯଦି ଆମେ ଖ୍ରୀଷ୍ଟଙ୍କର ସମସ୍ତ କାର୍ଯ୍ୟ ବିଷୟରେ ଯଦି ବିଶ୍ୱାସ କରୁଛୁ ଆଉ ପୁନରୁତ୍ଥାନ ଉପରେ ଯଦି ଆମେ ବିଶ୍ୱାସ କରୁନାହୁଁ, ଆଉ 14 ପଦ ଅନୁସାରେ ଆମମାନଙ୍କର ସମସ୍ତ କାର୍ଯ୍ୟ, ପ୍ରଚାର କାର୍ଯ୍ୟଠୁ ଆରମ୍ଭ କରି ଉପାସନାଠୁ ଆରମ୍ଭ କରି ବିଶ୍ୱାସ, ଏହି ସମସ୍ତ ବିଷୟ ବୃଥା ଅଟେ। କାରଣ ଯୋହନ ତାର 11 ପର୍ବ 25 ପଦରେ ପ୍ରଭୁ ଯୀଶୁ ପୁନରୁତ୍ଥାନ ଜୀବନକୁ ନେଇ ଏପରି କହନ୍ତି। ଯୀଶୁ ତାଙ୍କୁ ଅର୍ଥାତ୍ ମାର୍ଥାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯିଏ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ଅର୍ଥାତ୍ ପୁନରୁତ୍ଥାନ କେବଳ ଏକ ଘଟଣା ନୁହେଁ, ବରଂ ଏହା ଏକ ବ୍ୟକ୍ତି ଅଟନ୍ତି, ଆଉ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। Resurrection is not just an event, it's a person, he is a person and he is Jesus Christ. ଜୀବନ କେବଳ ନିଶ୍ୱାସ ପ୍ରଶ୍ୱାସର ଗୋଟେ ପ୍ରକ୍ରିୟା ନୁହେଁ, ବରଂ ଜୀବନ ଏକ ବ୍ୟକ୍ତି ଅଟନ୍ତି, ଆଉ ସେ ହେଉଛନ୍ତି ସ୍ୱୟଂ ଯୀଶୁ ଖ୍ରୀଷ୍ଟ। ଯଦି ଖ୍ରୀଷ୍ଟିଆନିଟିରୁ ଆମେ ପୁନରୁତ୍ଥାନକୁ ବାଦ ଦେଇଦେବା, ତାହେଲେ ଏହା ବା ଖ୍ରୀଷ୍ଟିଆନିଟି ବା ଖ୍ରୀଷ୍ଟ ଧର୍ମ ମଧ୍ୟ ଅନ୍ୟ ଧର୍ମ ମାନଙ୍କ ପରି ଏକ ମୋରାଲ ଟିଚିଂସ ର କଲେକ୍ସନ ହେଇକି ରହିଛି। ଇଟ୍ ୱିଲ୍ ବି ଜଷ୍ଟ ଏ କଲେକ୍ସନ ଅଫ ମୋରାଲ ଟିଚିଂସ। Resurrection differentiates Christ
केवल क्रूस्य मृत्यु को छाड़ीदेले बाकी समस्त कर्म टीचिंग्स मिराकल्स एक्सेट्रा जो शिक्षा देथिले किबा जोडा से आश्चर्य कर्म करथिले से समस्त विषय एक साधारण विषय हे जीव जेपरि अन्य धर्म प्रवर्तक माने मध्य ये सब कार्य करथिबार माने विभिन्न जगह विभिन्न धर्म पुस्तक मान करा माने पढ़ी थाओ यीशु ख्रीष्टकर पुनरुत्थान ही गोटे विषय जहाँकि प्रभु यीशु ख्रीष्ट को अन्य समस्त धर्म प्रवर्तक मानक ठारू संपूर्ण भाव अलग करिଥାଏ। अन्य धर्म मानक आपण माने सुनिथिबे देवता माने बा भगवान माने अमर अटंती अमर रहिबा एवं मरिकी पुनरुत्थान हेबा दुईटी अलग विषय अटे। आमे बाइबल मते गुडे आमे एग्जांपल जानि छु लाजार हंतु किंबा नयन नगर विधवांकर पुओ हंतु किंबा जाइरसंकर झियो हंतु से माने मृत्युवरण करथिले यीशु सेमानकु पुनर्जीवित कले किंतु परवर्ती अध्याय रे से माने पुनी थरे मृत्युवरण कले आ से माने पुनरुत्थित हेले नाही शेष काल रे पुनरुत्थित हेबे निश्चित भाव अर्थात पुनर्जीवित हेले ए प्रकार पुनर्जीवित हेले हमर शरीर से प्रकार भौतिक शरीर रही थाए किंतु हम जब पुनरुत्थित हेई थाउ किंबा माने परिवर्तित होता ट्रांसफॉर्मेशन हेई थाउ से बेला हमर शरीर भौतिक शरीर न होई हमर शरीर आत्मिक शरीर होई थाए। मु बेले बेले भाबे जदि प्रभु यीशु ख्रीष्ट अन्य धर्म प्रचारक मानक परि 80 वर्ष 100 वर्ष पर्यंत बंची थांते पूर्णकालीन सेवा कार्य करिथांते आ गोटे साधारण मृत्यु नॉर्मल डेथ साधारण मृत्युवरण करिथांते पुनरुत्थित हेई न थांते ताहेले आज ताकर शिक्षा रे लोक प्रभावित होई एते कोन ताको पर विश्वास करिथांते मु जानिबारे बा मु विश्वास करिबारे बा मोर विवेक अनुसार एते लोक विश्वास करि न थांते एते लोक प्रभावित होई न थांते मात्र 3 ରୁ 3.5 वर्षर कार्यकाल अल्प केतुटा आश्चर्य कर्म अल्प केतु दिन शिक्षा किंतु एक क्रूस्य मृत्यु द्वितीय पुनरुत्थान हेतु आज सारा जगत रे सारा पृथ्वी रे प्रभु यीशु ख्रीष्ट को उद्धारकर्ता जीवनदाता परित्राणकर्ता रूपे ग्रहण करी एते जन प्रभावित होई विश्वास करी आज दी लार्जेस्ट रिलीजन ऑफ द वर्ल्ड आमाने हेई पारछ एहा ताकर आश्चर्य कर्म हेतु सेते नुहे बा ताकर शिक्षा हेतु सेते नुहे मात्र ताकर एक तो क्रूस्य मृत्यु तृतीय रे ताकर मुख्य जिनसला ताकर पुनरुत्थान सेते साधु बाली रे कहंती अनेक से प्रधान शिक्षा मध्य 3 पद रे पढुतलु कारण जो शिक्षा को पाई सेति मध्य एही प्रधान शिक्षा न तुम मानक प्रदान करिथिले तथा ख्रीष्ट शास्त्र अनुसार आम मानक पाप निमंते मृत्यु भोग कले समाधि प्राप्त हेले शास्त्र अनुसार तृतीय दिवस रे से उत्थित हेले एटा होची साधु पाल लिखंती प्रधान शिक्षा दिस इज द मेन टीचिंग्स को जाए प्रातःकालीन प्रारंभिक जो मंडली गुडी कहितिला सेते बेले ए प्रथम करंतु तार 15 पर्वर 3 ରୁ 8 पद आमे जति प्रभुंकर शिक्षा समस्त मिसिकरी करि थाउ बा जे आमे गीत संगीत आमे सबले पढि थाउ उत्तर प्रत्युत्तर से प्रकार मंडली गुडी करे ए गुडी को से माने प्रति उपासना रे आकु पढि कि लोक मानक मध्य विश्वास को सुदृढ़ करबा पई ए अंशटा को पढा जाउतला बोली बाइबल कमेंट्री रे लिखा जाय बाइबल विशारद माने आकु कहंती तेणु साधु पाल आज आम एटा सुंदर भाव बुझाती जे आमने पुनरुत्थान उपरे विश्वास करिवार केते आवश्यकता रही जदि आमने पुनरुत्थान उपरे विश्वास करू ना ताहाले आमनकर प्रचार वृथा आमनकर विश्वास वृथा कारण अनंत जीवन रे प्रवेश करबा पहिले आमनकु या तो पुनरुत्थित हेबाकु पड़िबो जदि आमने मृत्युवरण करिछु आ जदि जीवित होछु आ प्रभुंकर आगमन होय ताले आमनकु ट्रांसफॉर्मेशन हेबाकु पड़िबो बा चक्षुर पलक रे आमनकु
15 ଅଧ୍ୟାୟରେ ବୋଧେ 52-53 ପଦ ଆଡକୁ ଥିବ ସେଟା। କେତେ ଅଛି କି ଯଦି ପାଇବେ, ଯଦି ପଢିକି ଦେବେ କି ଚକ୍ଷୁର ପଲକରେ, ଦେଖନ୍ତୁ 52 ପଦରେ ଲେଖାଯାଏ, କିନ୍ତୁ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରି ଧୁନିରେ ଆମ୍ଭେମାନେ ସମସ୍ତେ ପରିବର୍ତ୍ତିତ ହେବା, କାରଣ ତୁରି ବାଜିବ ଆଉ ମୃତମାନେ ଅକ୍ଷୟ ହୋଇ ଉତ୍ଥିତ ହେବେ, ପୁଣି ଆମ୍ଭେମାନେ ପରିବର୍ତ୍ତିତ ହେବେ। ଦୁଇ ପ୍ରକାର ବ୍ୟକ୍ତି, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନେ ପୁନରୁତ୍ଥିତ ହେବେ, ଆଉ ଯେଉଁମାନେ ପ୍ରଭୁଙ୍କର ଆଗମନ ସମୟରେ ଜୀବିତ ଅଛନ୍ତି ସେମାନେ ପରିବର୍ତ୍ତିତ ହେବେ। ଅନନ୍ତ ଜୀବନରେ ପ୍ରବେଶ କରିବା ପାଇଁ ହେଲେ या तो ଆମମାନଙ୍କୁ ମୃତ୍ୟୁରୁ ଯଦି ମୃତ୍ୟୁ ଯଦି ହେଇଛି ତାହେଲେ ଆମମାନଙ୍କୁ ପୁନରୁତ୍ଥିତ ହେବାକୁ ପଡିବ, ଆଉ ଯଦି ଜୀବିତ ଅଛୁ ତାହେଲେ ଆମମାନଙ୍କୁ ଟ୍ରାନ୍ସଫର୍ମେସନ ହେବାକୁ ପଡିବ, ବା ଆମମାନଙ୍କୁ ଚକ୍ଷୁର ପଲକରେ ଆମମାନଙ୍କୁ ପରିବର୍ତ୍ତିତ ହେବାକୁ ପଡିବ। ସେଥିପାଇଁ ସାଧୁ ପାଲିଟାରେ କହନ୍ତି ଆମମାନଙ୍କୁ ପୁନରୁତ୍ଥାନରେ, କେବଳ ଖ୍ରୀଷ୍ଟଙ୍କର ପୁନରୁତ୍ଥାନରେ ନୁହେଁ, ମାତ୍ର ମନୁଷ୍ୟମାନଙ୍କର ଆମମାନଙ୍କର ପୁନରୁତ୍ଥାନ ଉପରେ ମଧ୍ୟ ବିଶ୍ୱାସ କରିବାକୁ ହବ। 15 ଅଧ୍ୟାୟ ପୁରା ସେଇ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଏବଂ ମୃତ୍ୟୁମାନଙ୍କର ପୁନରୁତ୍ଥାନ ବିଷୟରେ ଲେଖାଯାଏ। ଆପଣ ମାନେ ତାକୁ ପୁରା ଯଦି ପାଠ କରିବେ ତାପରେ ବୁଝିବେ। ତେଣୁ କଥା ହେଲା ଆମମାନଙ୍କର ଏଇ ପୁନରୁତ୍ଥାନକୁ ନେଇକି ଯେତେ ଆମେ ଅଧିକ ବର୍ଷ ହେଇ ଆସୁଛୁ, 2000 ବର୍ଷ ହେଇଗଲାଣି। ଏଥର ନାସାର ସାଇଣ୍ଟିଷ୍ଟ ମାନେ ତାକୁ ଷ୍ଟଡି କରିକି ବାହାର କରିଥିଲେ ଯେ 33 ମସିହାର ଏପ୍ରିଲ ମାସ 3 ତାରିଖରେ ଶୁକ୍ରବାର ଦିନ ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଯାଇଥିଲା, ଆଉ ଏ ବର୍ଷ ମଧ୍ୟ ଆମମାନଙ୍କର ଏପ୍ରିଲ 3 ରେ ହିଁ ପଡିଥିଲା। ତେଣୁ ଏରା ଏକ ସାମଞ୍ଜସ୍ୟ ତ ନୁହଁ, ଏରା ଏକ କାଲକୁଲେସନ ରେ ତାହା ଆମେ ଜାଣିବାକୁ ପାଉ। ଅତଏବ ମୁଁ କହିବାକୁ ଚାହୁଁଛି ଯେ ଯେତେ ଆମେ ଅଧିକ ବର୍ଷ ହେଇଯାଉଛି, ଅନେକ ସମୟରେ ଏଇ ସବୁ ଶିକ୍ଷା, ଏଇ ସବୁ ବିଶ୍ୱାସ ଗୁଡିକ ଅବସୋଲେଟ ହେଇଯାଏ, ବା ଏଇ ଶିକ୍ଷା ଗୁଡିକ ଆସ୍ତେ ଆସ୍ତେ ମନରୁ ଦୂରେଇ ଯାଏ, ଲୋକ ସନ୍ଦେହ କରିବାକୁ ଆରମ୍ଭ କରନ୍ତି। ତେଣୁ why the resurrection of Jesus is reasonable, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ କାହିଁକି ଯଥାର୍ଥ ବା ଯୁକ୍ତିଯୁକ୍ତ ଅଟେ। ଆସନ୍ତୁ ଆଜି ଅଳ୍ପ କେତୋଟି ବିଷୟରେ ତାକୁ ଆମେ ପ୍ରମାଣ କରିବା ପାଇଁ ଚେଷ୍ଟା କରିବା ବା ବୁଝିବା ପାଇଁ ଚେଷ୍ଟା କରିବା। ତିନିଟା ଯଦି ଆମେ ଆଉଟସାଇଡ ଅଫ ଦି ବାଇବଲ ବା ହିଷ୍ଟୋରିକାଲ ଏଭିଡେନ୍ସେସ୍ ନେବା, ତାହେଲେ ପ୍ରଥମ ଜିନିଷ ହେଲା ଦି ପାର୍ଟ ଅଫ ଦି ଇୟର୍ଲି ଚର୍ଚ୍ଚ in the first century itself, ଅର୍ଥାତ 33 ଅଧ୍ୟାୟ 33 AD ରେ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଗଲା ଏବଂ ତାଙ୍କର ପୁନରୁତ୍ଥାନ ହେଲା, ଯୋଉ ଶିଷ୍ୟମାନେ ଭୟଭୀତ ହେଇ ନିଜକୁ ଲୁଚିକି ରଖିଥିଲେ, କିନ୍ତୁ ତାଙ୍କ ପୁନରୁତ୍ଥାନ ପରେ ତାଙ୍କର ଦର୍ଶନ ପରେ ଆଉ ସେମାନେ ଅତି ସାହସର ସହିତ ବାହାରକୁ ଆସି ପ୍ରଚାର କାର୍ଯ୍ୟ କରୁଛନ୍ତି, ଆଉ ଯୋଉଥିରେ ଆମେ ପ୍ରେରିତ କିତାବ ବା ପ୍ରେରିତଙ୍କ ପୁସ୍ତକରେ ଆମେ ପୁରା ପଢୁଛୁ ତାଙ୍କର କାର୍ଯ୍ୟଧାରା ବିଷୟରେ, ଆଉ ଯୋଉଥିରେ କି ମଣ୍ଡଳୀ ଗୁଡିକ ସ୍ଥାପିତ ହେବାରେ ଲାଗିଛି। ଆଉ ସେଥିପାଇଁ ଆସ୍ତେ ଆସ୍ତେ ଯେତେବେଳେ ମଣ୍ଡଳୀ ଗୁଡିକ ଆରମ୍ଭ ହେଲା, ଆମେ ଜାଣିଛୁ ଆନ୍ତିଓଖିଅ ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ପ୍ରଥମ ଥର ପାଇଁ ଖ୍ରୀଷ୍ଟିଆନ ବୋଲି ସମ୍ବୋଧନ କରାଗଲା। ଆପଣ ଯଦି ଏହାକୁ ପଢିବାକୁ ଚାହିଁବେ ତାହେଲେ ପ୍ରେରିତ ତାର 11 ପର୍ବ 24 ପଦର ଶେଷାଂଶରେ ଲେଖାଯାଏ। ଆଉ ଯେତେ ଆମେ ଦେଖୁଛୁ ମଣ୍ଡଳୀ ଗୁଡିକ ପ୍ରଥମ ଶତାବ୍ଦୀରେ ସବୁ ପ୍ରତିଷ୍ଠା ହେଇଥିଲା ବା ଆରମ୍ଭ ହେଇଥିଲା। ତେଣୁ ଯେତେବେଳେ ବଢି ଚାଲିଲା, ସେତେବେଳେ ଲୋକମାନେ ଏତେ ବିଶ୍ୱାସ କରୁଥିଲେ ସେମାନଙ୍କୁ, ଯୋଉମାନେ ଖ୍ରୀଷ୍ଟିଆନ ବିଶ୍ୱାସ ମାନେ, ଏଥିପାଇଁ ତାଙ୍କୁ ଖ୍ରୀଷ୍ଟିଆନ କୁହାଯାଉନଥିଲା ଯେ ସେମାନେ ଖ୍ରୀଷ୍ଟଙ୍କର ବିଶ୍ୱାସ କରୁଛନ୍ତି, କେବଳ ସେତିକି ନୁହେଁ, ମାତ୍ର ସେମାନେ ଖ୍ରୀଷ୍ଟଙ୍କ ପରି ବ୍ୟବହାର କରୁଥିଲେ, ଖ୍ରୀଷ୍ଟଙ୍କ ପରି କାର୍ଯ୍ୟ କରୁଥିଲେ, ଖ୍ରୀଷ୍ଟଙ୍କ ପରି ଆଶ୍ଚର୍ଯ୍ୟ କର୍ମ କରୁଥିଲେ, ଖ୍ରୀଷ୍ଟଙ୍କ ପରି ଜୀବନ ଯାପନ କରୁଥିଲେ। ତେଣୁ ସେମାନଙ୍କୁ ଖ୍ରୀଷ୍ଟିଆନ ବୋଲିକିରି କୁହାଗଲା। ପରବର୍ତ୍ତୀ ସମୟରେ ଏହି ଶବ୍ଦ ଆଜି ସାରା ପୃଥିବୀରେ ବିଦିତ ବା ସାରା ପୃଥିବୀରେ ଆକୁ ବର୍ତ୍ତମାନ ଗ୍ରହଣ କରାଗଲା। ଆଉ ସେ ଏତେ ମାତ୍ରାରେ ବଢିଲା, ଆଉ ଯୋଉମାନେ ତାକୁ ବିରୋଧ କରୁଥିଲେ ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ତାକୁ ଗ୍ରହଣ କରିବା ପାଇଁ ବାଧ୍ୟ ହେଲେ। ଗୋଟିଏ ସବୁ ପଢିବା ପାଇଁ ଚାହିଁବି, ଆପଣ ଏ ବିଷୟରେ ଆଉ ଟିକେ ଜାଣିବେ। ପ୍ରେରିତ ତାର 5 ପର୍ବ 38 ଏବଂ 39 ପଦରେ ଗମଲିଏଲ ଯିଏ ପାଉଲଙ୍କର ଗୁରୁ, ଜଣେ ଫାରୁସିଙ୍କର ମନ୍ତବ୍ୟ ଅତି ସୁନ୍ଦର ବିଷୟ ଲେଖାଯାଏ। ମୁଁ ତାକୁ ଯେବେ ପଢେ ଆଉ ତା ଭଲ ଲାଗେ, ମୁଁ ପଢି ଦେବା ପାଇଁ ଚାହିଁବି। ଏତେ ଲେଖାଯାଏ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏଇ ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡି ଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏଇ କର୍ମ ଯଦି ମନୁଷ୍ୟ ଠାରୁ ହୋଇଥାଏ ତାହେଲେ ତାହା ଉଚ୍ଛିନ୍ନ ହେଇଯିବ, କିନ୍ତୁ ଯଦି ଈଶ୍ୱରଙ୍କ
ଠାରୁ ହୋଇଥାଏ ତାହେଲେ ଆପଣ ମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣ ମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯାଏ। ଅର୍ଥାତ୍ ପ୍ରଥମ ଶତାବ୍ଦୀରେ ଏତେ ବିଶ୍ୱାସୀ ଆସିବା ଆରମ୍ଭ କଲେ ବା ଏତେ ମଣ୍ଡଳୀ ଗୁଡ଼ିକ ପ୍ରତିଷ୍ଠା ହେବାକୁ ଆରମ୍ଭ ହେଲା ଯେ ପରବର୍ତ୍ତୀ ସମୟରେ ଯେଉଁମାନେ ସାଧୁକି ଫାରୁସୀମାନେ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କ ମଧ୍ୟରୁ ଗମଲିୟଲଙ୍କ ପରି ଜଣେ ଫାରୁସୀ ମଧ୍ୟ ଏହି ମନ୍ତ୍ର ଦେବା ପାଇଁ ବାଧ୍ୟ ହେଲେ ଯେ ଯଦି ଏଇଟା ମନୁଷ୍ୟମାନଙ୍କ ଠାରୁ ହେଇଛି ତାହେଲେ କାଳକ୍ରମେ ଏଇଟା ଉଚ୍ଛିନ୍ନ ହେଇଯିବ, ବନ୍ଦ ହେଇଯିବ, ନଷ୍ଟ ହେଇଯିବ, ବିନଷ୍ଟ ହେଇଯିବ। କିନ୍ତୁ ଯଦି ଈଶ୍ୱରଙ୍କ ପଟୁ ହେଇଥିବ ତାହେଲେ ଏଟାକୁ କୌଣସି ବ୍ୟକ୍ତି ତାକୁ ଉଚ୍ଛିନ୍ନ କରିପାରିବ ନାହିଁ, କୌଣସି ବ୍ୟକ୍ତି ତାକୁ ବନ୍ଦ କରିପାରିବ ନାହିଁ। ବରଂ ଏମିତି ହବ ଯେ ଆମେ ଅଜଣାତରେ ଇନଡାଇରେକ୍ଟଲି ପରୋକ୍ଷରେ ଆମେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କଲା ପରି ଦେଖାଯିବ। ଆଉ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କଲା ମାନେ ନିଶ୍ଚିତ ଭାବରେ ଆମେ ପରାସ୍ତ ହେବା, ପୁଣି ବିନଷ୍ଟ ହେବା, ଆମେ ବିନଷ୍ଟ ହେବାର ସମ୍ଭାବନା ଅଛି। This is the first evidence that the churches grew in the first century itself after the resurrection of Jesus Christ. Second evidence, the birth of the Christian day. ଖ୍ରୀଷ୍ଟିଆନ ମାନଙ୍କର ଦିବସ ଆମେ ସମସ୍ତେ ଜାଣିଛୁ, ବାଇବେଲରେ ଯେତେବେଳେ ନୂତନ ନିୟମରେ ମଧ୍ୟ 4 ସୁସମାଚାର ଆମେ ପଢୁଛୁ ଯେ ଶୁକ୍ରବାର ଦିନ ତାଙ୍କର ପ୍ରସ୍ତୁତି ଦିବସ ଥିଲା ଜିହୁଦୀ ମାନଙ୍କର, ଆଉ ଶନିବାର ଦିନ ତାଙ୍କର ବିଶ୍ରାମ ଦିବସ ବା ସାବାତ ଥିଲା। କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ରବିବାର ଦିନ ପୁନରୁତ୍ଥାନ ହେଲା ପରେ ଏକ ନୂତନ ଦିନ ଆରମ୍ଭ ହେଲା। ସେମାନଙ୍କର ଇଏ ହିସାବରେ ଆପଣଙ୍କର ସଣ୍ଡେ ସପ୍ତାହର ପ୍ରଥମ ଦିନ ଥିଲା, ଲେଖାଯାଏ ସପ୍ତାହର ପ୍ରଥମ ଦିନ। ଆପଣଙ୍କର ପୁନରୁତ୍ଥାନ ଦିନ ଗୁଡା ଯେତେବେଳେ ପଢିବେ ଯେତେବେଳେ ଲେଖାଯାଏ ରବିବାର ପାଇଁ ଲେଖାଯାଏ ସପ୍ତାହ ପ୍ରଥମ ଦିନ ବୋଲିକି। କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୁନରୁତ୍ଥାନ ପରେ ଏବେ ଆମେ ଦେଖୁଛୁ ରବିବାର ଦିନ ଆମର ସପ୍ତମ ଦିନ ହେଉଛି, ବିଶ୍ରାମ ଦିନ ହେଉଛି, ଆଉ ସୋମବାର ଦିନ ଆମଙ୍କର ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ ହେଉଛି। So it's a great evidence, historical evidence। ପ୍ରଭୁ ଶ୍ରୀକୃଷ୍ଣଙ୍କର ପୁନରୁତ୍ଥାନ ପରେ ଏକ କ୍ୟାଲେଣ୍ଡରରେ ମଧ୍ୟ ପରିବର୍ତ୍ତନ ଆସିଲା। ଯୋଉ ଦିବସ ସପ୍ତାହର ଶେଷ ଦିବସ ହଉଥିଲା ତାହା ପ୍ରଥମ ଦିବସ ହେଲା। ତେଣୁ ଏଇଟା ମଧ୍ୟ ଗୋଟେ ଏଭିଡେନ୍ସ। ଆଉ ଏହି କ୍ୟାଲେଣ୍ଡରକୁ ଗ୍ରେଗୋରିଆନ କ୍ୟାଲେଣ୍ଡର ଆମେ କହୁଛୁ ସାରା ପୃଥିବୀରେ ବର୍ତ୍ତମାନ ତାକୁ ଆମେ ଗ୍ରହଣ କରୁଛୁ। 3 ନମ୍ବର ଏଭିଡେନ୍ସ ହେଲା ଏକ୍ଜିଷ୍ଟେନ୍ସ ଅଫ ଦି ଖ୍ରୀଷ୍ଟିଆନ ବୁକ୍ସ, ଏସ୍ପେସିଆଲି ଦ ନ୍ୟୁ ଟେଷ୍ଟାମେଣ୍ଟ। ଆଉ ଏଇ ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟଙ୍କ ଉପରେ ଆଧାରିତ କରି ଅନେକ କାନୋନିକାଲ ଏବଂ ନନ୍ କାନୋନିକାଲ ବହି ଲେଖା ଯାଇଥିଲା। ସେଥିମଧ୍ୟରୁ ଆମେ 4 ସୁସମାଚାର ଏବଂ ଅନ୍ୟାନ୍ୟ ପତ୍ର ପତ୍ରିକା ମାନେ ଦେଖୁଛୁ। ପ୍ରଭୁ ଶ୍ରୀକୃଷ୍ଣଙ୍କର ପୁନରୁତ୍ଥାନ 33 AD ରେ ହେଇଥିଲା। ଆଉ ପ୍ରଥମ ଥେସଲୋନିକି କୁହାଯାଏ ପ୍ରଥମ ବହି ନ୍ୟୁ ଟେଷ୍ଟାମେଣ୍ଟର, ଯୋଉଟା କି 49 ରୁ 51 AD ଏବେ CE କହୁଛନ୍ତି, ସେଇ ସମୟରେ ଲେଖା ଯାଇଥିଲା। ଏବଂ ଶେଷ ପୁସ୍ତକ ଯୋଉ ରିଭଲ୍ୟୁସନ ବା ପ୍ରକାଶିତ ବାକ୍ୟ 95 ରୁ 96 AD ଭିତରେ ଲେଖାଯାଇଥିଲା। ଅର୍ଥାତ୍ ପ୍ରଥମ ଶତାବ୍ଦୀରେ ଆମମାନଙ୍କର ନୂତନ ନିୟମର ସମସ୍ତ ବହି ଲେଖାଯାଇଥିଲା। ପ୍ରଥମ ଶତାବ୍ଦୀରେ ଅନେକ ନୂତନ ମଣ୍ଡଳୀ ପ୍ରତିଷ୍ଠା ହେଇଥିଲା, ଅନେକ ନୂତନ ବିଶ୍ୱାସୀ ଆସିଥିଲେ। ପ୍ରଥମ ଶତାବ୍ଦୀରେ ମଧ୍ୟ ଆମର ପୁରା ନ୍ୟୁ ଟେଷ୍ଟାମେଣ୍ଟର ସମସ୍ତ ବହି ଗୁଡ଼ିକ ଲେଖା ହେଇଥିଲା। These are 3 historical evidences ଯୋଉଟା କି ପ୍ରଭୁ ଶ୍ରୀକୃଷ୍ଣଙ୍କର ରେଜୁରେକ୍ସନ ଉପରେ ଆଧାରିତ, ଆଉ ତାକୁ ଅଧିକ ଯୁକ୍ତିଯୁକ୍ତ କରେ, ରିଜନେବଲ କରେ, ଜଷ୍ଟିଫାଇ କରେ। ଏବେ ଆସନ୍ତା ମାନେ ବିବ୍ଲିକାଲ ରିଜନ୍ସ ଗୋଟେ 3ଟା ଆମେ ଦେଖିବା। ଆମେ ତାକୁ 3ଟା ଇ ହିସାବରେ ମଧ୍ୟ ନେଇପାରିବା। ନମ୍ବର 1 ଏଭିଡେନ୍ସ ଇଜ ଇୟରଲି ହିଷ୍ଟୋରିକାଲ ଏଭିଡେନ୍ସେସ୍, ପ୍ରାରମ୍ଭିକ ଐତିହାସିକ ଏଭିଡେନ୍ସେସ୍। ଆପଣ ପ୍ରାରମ୍ଭିକ ଯୋଉ ଚର୍ଚ୍ଚ ଗୁଡାକ ଏଷ୍ଟାବ୍ଲିଶ ହେଇଥିଲା ସେଗୁଡାକ ମଧ୍ୟ ଆପଣ ମାନେ ମୁଁ ଯଦି ଆଗରୁ କହିସାରିଲି ସେଗୁଡାକ ଏଇ ପ୍ରଥମ ଶତାବ୍ଦୀରେ ହେଇଥିଲା, ଯୋଉଟା କି ଆମମାନଙ୍କୁ ବିଭିନ୍ନ ମଣ୍ଡଳୀରେ ଯୋଉ କହୁଛନ୍ତି ପ୍ରଥମ କରନ୍ଥୀୟ ତାର 15:3-8 ପଦକୁ ସେମାନେ ପ୍ରତ୍ୟେକ ମଣ୍ଡଳୀରେ ଆକୁ ଗୋଟେ ସୁନା ପଦ ଭଳିଆ ତାକୁ ଗୋଟେ ଫାଉଣ୍ଡେସନ ଟିଚିଂର ଗୋଟେ ଫାଉଣ୍ଡେସନ ଭାବରେ ତାକୁ ଶିକ୍ଷା ଦିଆଯାଉଥିଲା। ସୋ ଦ୍ୟାଟ ଲୋକମାନେ କେବଳ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ ଉପରେ, ତାଙ୍କର କର୍ମ ଉପରେ, ତାଙ୍କର ଶିକ୍ଷା ଉପରେ, ତାଙ୍କର ଜୀବନୀ ଉପରେ କେବଳ ବିଶ୍ୱାସ କରିବେ ନାହିଁ, ମାତ୍ର ତାଙ୍କ ମୃତ୍ୟୁ ଉପରେ କେବଳ ବିଶ୍ୱାସ କରିବେ ନାହିଁ, ମାତ୍ର ତାଙ୍କର ପୁନରୁତ୍ଥାନ ଉପରେ ବିଶେଷ କରି ସେମାନେ ବିଶ୍ୱାସ କରିବେ। ଆଉ ମନୁଷ୍ୟ ମାନଙ୍କର ପୁନରୁତ୍ଥାନ ଉପରେ ମଧ୍ୟ ସେମାନେ ବିଶ୍ୱାସ କରିବେ। ସେଥିପାଇଁ এই ଇୟରଲି
ପୁନରୁତ୍ଥାନ ପାଖାପାଖି 20 ବର୍ଷ ଭିତରେ, ଅର୍ଥାତ୍ ଯେତେବେଳେ ୟାକୁ ଲେଖିଲେ ସେତେବେଳେ ମଧ୍ୟ ଅନେକ ଲୋକ ଜୀବିତ ଥିଲେ ଯୋଉମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସଙ୍ଗରେ ଯିବା ଆସିବା କରୁଥିଲେ ବା ତାଙ୍କର ସଙ୍ଗରେ କାର୍ଯ୍ୟରେ ଥିଲେ। ଦ୍ୱିତୀୟ ଏଭିଡେନ୍ସ ହଉଛି the empty tomb, second is the empty tomb, ଅର୍ଥାତ୍ ଶୂନ୍ୟ ସମାଧି। ଆମେ ଜାଣୁ ମାଥ୍ୟୁ 28:11-15 ଯଦି ଆପଣ ପଢିବେ, ଆମେ ସମସ୍ତେ ଜାଣିଛୁ, 4ଟି ସୁସମାଚାରରେ ତାଙ୍କର ଏ ବିଷୟରେ ଲେଖାଯାଏ। ଆଉ ତାଙ୍କୁ ଯୋଉ ସମାଧିରେ ରଖାଯାଇଥିଲା ସେତେବେଳେ ବିଭିନ୍ନ ପ୍ରକାର ସବୁ ଥିଓରି ତାକୁ ତାଙ୍କର ରେଜୁରେକ୍ସନକୁ ବା ତାଙ୍କ ପୁନରୁତ୍ଥାନକୁ ଡିସ୍ପ୍ରୁଭ୍ କରିବା ପାଇଁ ବା ରଙ୍ଗ ପ୍ରୁଭ୍ କରିବା ପାଇଁ ସେ ସମୟରେ ଅନେକ ଥିଓରି ସବୁ ବାହାର କରି, ଯେମିତି ତାଙ୍କର ଶିଷ୍ୟମାନେ ସେ ରାତିରେ ନେଇଗଲେ। ଆଉ କିଛି ଲୋକ କହୁଥିଲେ ଯେ ନାହିଁ ତାଙ୍କର ଯୋଉ ଶିଷ୍ୟମାନେ କିମ୍ବା ଯୋଉ ମହିଳାମାନେ ଭୁଲ ବଶତଃ ଅଲଗା ସମାଧିକୁ ପଳେଇ ଗଲେ। କିନ୍ତୁ ଆପଣ ଦେଖିବେ ସେଇ ଅଞ୍ଚଳରେ ସେଇ ପ୍ରକାର ଟମ୍ବ ବା ସେଇ ପ୍ରକାର ଟୁମ୍ ବା ସେଇ ପ୍ରକାର ସମାଧି ସେ ପାଖାପାଖି ନଥିଲା। ଦ୍ୟାଟ୍ ୱାଜ୍ ଓନ୍ଲି ୱାନ୍ ଟୁମ୍, ସେ ଗୋଟେ ମାତ୍ର ସମାଧି ଥିଲା। ଏଥିରେ କନଫ୍ୟୁଜନ ହେବାରେ କୌଣସି କାରଣ ନଥିଲା। ତେଣୁ ଏଇ ସବୁ ଥିଓରି ଡେଭଲପ କରିବା ପାଇଁ ଚେଷ୍ଟା କରାଗଲା, ବଟ୍ ଏଇ ଯୋଉ ଶୂନ୍ୟ ସମାଧି ତାହା ପ୍ରମାଣ କରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ ହୋଇଛନ୍ତି। ଆଉ ଆମେ ଯଦି ମାଥ୍ୟୁ 28:11-15 ପଢିବା, ତାହେଲେ ସେ ଶୂନ୍ୟ ସମାଧିର ପଥରଟା ଗଡ଼େଇ ଦିଆଯାଇଥିଲା। ଏବେ ମୁଁ ଭାବୁଥିଲି ଯେ ଏଇ ଶୂନ୍ୟ ସମାଧି ପଥରଟା ଗଡ଼େଇବାର କଣ ଆବଶ୍ୟକ ଥିଲା? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥିତ ଶରୀର କୌଣସି ଶାରୀରିକ ଲିମିଟ ନଥିଲା। କାରଣ ଆମେ ଜାଣିଛୁ ଯେ ସେ ଯେତେବେଳେ ଶିଷ୍ୟମାନେ ଭୟଭୀତ ହୋଇ ଘର ଭିତରେ ଥିଲେ, সেই ସମୟରେ ସିଏ ମଧ୍ୟସ୍ଥଳରେ ଉପସ୍ଥିତ ହେଲେ। ଅର୍ଥାତ୍ କାନ୍ଥ, ବାଡ଼, କବାଟ କିମ୍ବା ଆପଣଙ୍କର ରୁଫ୍ ଏସବୁ ତାଙ୍କୁ ଅଟକେଇବା ଭଳିଆ କୌଣସି ଜିନିଷ ନଥିଲା। A resurrected body is a spiritual body. It is beyond physical limitations. ଶାରୀରିକ ପ୍ରାବନ୍ଧି ଯୋଉ ଅଛି, ଲିମିଟେସନ ଯୋଉ ଅଛି, ତାହାର ବାହାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏମିତି ବି ବାହାରି ଆସିପାରିଥାନ୍ତି। ତାହେଲେ ସେ ପଥରଟାକୁ ଗଡ଼େଇବାର ଆବଶ୍ୟକତା କଣ ଥିଲା? ଆଉ ମତେ ଲାଗେ ପଥରଟା ପରମେଶ୍ୱର ଏଥିପାଇଁ ଗଡ଼େଇ ଦେଇନଥିଲେ, ସ୍ୱର୍ଗଦୂତ ମାନଙ୍କୁ ପଠେଇ ଏଥିପାଇଁ ଗଡ଼େଇ ଦେଇନଥିଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଠୁ ବାହାରିବେ, ବରଂ ଏଥିପାଇଁ ଗଡ଼େଇ ଦେଇଥିଲେ ଯୋଉ ଦ୍ୱାରା କି ସେ ମହିଳାମାନେ କିମ୍ବା ତାଙ୍କ ଶିଷ୍ୟମାନେ, ବିଶେଷ କରି ଲୋକମାନେ ବା ଆଜି ଦିନରେ ଆମ୍ଭେମାନେ ସେଇ ସମାଧି ଭିତରକୁ ପ୍ରବେଶ କରି ଶୂନ୍ୟ ସମାଧି ଦେଖିପାରିବେ। ଯୀଶୁଖ୍ରୀଷ୍ଟଙ୍କୁ ବାହାରକୁ ଆସିବା ପାଇଁ ପଥରର ଗଡ଼େଇବାର ଆବଶ୍ୟକତା ନାହିଁ। ବିକଜ ହିଜ ରେଜୁରେକ୍ଟେଡ୍ ବଡି ଇଜ ବିୟଣ୍ଡ, ତା ପୂର୍ବରୁ ମଧ୍ୟ ତାଙ୍କର ବଡି ବିୟଣ୍ଡ ଫିଜିକାଲ ଲିମିଟେସନ ଥିଲା। ସେଥିପାଇଁ ସିଏ ରାତି ଅଧରେ ମଧ୍ୟ ଅଳ୍ପ ସମୟ ଭିତରେ ଗୋଟେ ଜାଗାରେ ପହଞ୍ଚି ଯାଉଥିଲେ, ପାଣି ଉପରେ ମଧ୍ୟ ସେ ଚାଲୁଥିଲେ। ସୋ ହି ଡଜଣ୍ଟ ହାଭ୍ ଏନି ଫିଜିକାଲ ଲିମିଟେସନ। ଆଉ ରେଜୁରେକ୍ଟେଡ୍ ବଡି ତ ଇଟସେଲ୍ଫ ଇଜ ଏ ସ୍ପିରିଚୁଆଲ ବଡି। ସେଥିପାଇଁ ବାକ୍ୟରେ ଲେଖାଯାଇଛି ଈଶ୍ୱର ଆତ୍ମା ଅଟନ୍ତି। ତେଣୁ ଆତ୍ମା ବାହାରିବା ପାଇଁ, ଆତ୍ମାଙ୍କର ବାହାରକୁ ଆସିବା ପାଇଁ କବାଟ ଖୋଲିବା ଆବଶ୍ୟକ ନାହିଁ। କିନ୍ତୁ କବାଟ ଏଥିପାଇଁ ଖୋଲା ହେଲା ଯଦ୍ୱାରା କି ତାଙ୍କର ଶିଷ୍ୟମାନେ ହୁଅନ୍ତୁ କିମ୍ବା ଯୋଉ ମହିଳାମାନେ ସକାଳେ ଯେ ତାଙ୍କର ଶରୀରକୁ ତଳେ ମଖଉଥିଲେ ସେମାନେ ହୁଅନ୍ତୁ, ସେମାନେ ଭିତରକୁ ପ୍ରବେଶ କରିପାରିବେ। The stone was removed not because Jesus can come out, but because the people, the disciples and the women can enter into the tomb and can see that the tomb is empty and Jesus Christ is risen. ତେଣୁ ସେ ଶୂନ୍ୟ ସମାଧି ଏବେ ମଧ୍ୟ ଅଛି, ଆଉ ତାହା ଆମମାନଙ୍କୁ ସାକ୍ଷୀ ଦିଏ। ବାଇବେଲ ଯାହା ଲେଖାଯାଏ ଯେ ସେ ଏଠାରେ ନାହାନ୍ତି, ମାତ୍ର ଉଠି ଅଛନ୍ତି। ତୃତୀୟ ବିଷୟ ହେଲା the eyewitnesses. Third is the eyewitness. ପ୍ରଥମେ ତ ସ୍ୱର୍ଗଦୂତ, ତାପରେ ଅନେକ ଲୋକ। ଆମେ ଜାଣୁ ପୁନରୁତ୍ଥିତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତରେ 40 ଦିନ ଏବଂ 40 ରାତ୍ର ଜୀବନ ଯାପନ କରୁଥିଲେ। ଆଉ ସେ ସାଧାରଣ ମନୁଷ୍ୟ ପରି ଅନ୍ୟମାନଙ୍କ ସହିତ ଭୋଜନ ପାନ କରୁଥିଲେ, ଅନ୍ୟମାନଙ୍କ ସହିତ କଥା ହଉଥିଲେ, ଅନ୍ୟମାନଙ୍କ ସହିତ ଚାଲୁଥିଲେ, ଏକଦମ ଗୋଟେ ସାଧାରଣ ମନୁଷ୍ୟ ଭଳିଆ ସେ କାର୍ଯ୍ୟ କରୁଥିଲେ। ଆଉ ଲେଖାଯାଏ ଏଠାରେ ଆମେ ଯୋଉଟା ପଢୁଥିଲୁ ପ୍ରଥମ କରନ୍ତୁ, ସେଥିରେ ମଧ୍ୟ ଏକାଥରେ ଗୋଟେ ଜାଗାରେ 6 ପଦ ଲେଖାଯାଏ, ଏ ଉତ୍ତାରେ
ଏକାଥରେ 500 ଠାରୁ ଅଧିକ ଭାଇମାନଙ୍କୁ ଦର୍ଶନ ଦେଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି, କିନ୍ତୁ କେହି କେହି ମହାନିଦ୍ରା ପ୍ରାପ୍ତ ହେଇଛନ୍ତି। ଅର୍ଥାତ୍ 53 AD ରୁ 55 AD ଭିତରେ ଯେତେବେଳେ ସାଧୁ ପାଉଲ ପ୍ରଥମ ଗ୍ରନ୍ଥ ପୁସ୍ତକ ଲେଖୁଛନ୍ତି, ସେ ସମୟରେ ସେ 500 ଲୋକମାନଙ୍କ ମଧ୍ୟରୁ ଅନେକ ଜୀବିତ ଥିଲେ, ଆଇ ୱିଟନେସେସ୍। ତେଣୁ ଯେକୌଣସି ବିଷୟକୁ ସିଦ୍ଧ ପ୍ରମାଣ କରିବା ପାଇଁ, ଯେକୌଣସି ବିଷୟକୁ ସତ ପ୍ରମାଣ କରିବା ପାଇଁ ହେଲେ ଚାକ୍ଷୁଷ ପ୍ରମାଣର ନିଶ୍ଚିତ ଭାବରେ ଆବଶ୍ୟକତା ରହିଛି। ଯଦି ବି 4 ସୁସମାଚାରରେ ଏଇ 500 ରୁ ଅଧିକ ଲୋକଙ୍କୁ ସାକ୍ଷାତ କରିବା ବିଷୟରେ ଲେଖାଯାଏ ନାହିଁ, ମାତ୍ର ବାଇବେଲ କମେଣ୍ଟ୍ରି ମାନେ କହନ୍ତି ଯେ ଗାଲିଲର କୌଣସି ଏକ ସ୍ଥାନରେ ଏକତ୍ରିତ ହୋଇଥିବା ସମୟରେ 500 ରୁ ଅଧିକ ଲୋକମାନଙ୍କୁ ଯୀଶୁ ଏକାଥରେ ଦର୍ଶନ ଦେଇଥିଲେ। ତାପରେ ଅନେକ ଥର ଶିଷ୍ୟମାନଙ୍କୁ, ମଗଦଲିନୀ ମରିୟମ ଅନେକ ଲୋକଙ୍କୁ ସିଏ ସାକ୍ଷାତ କରିଥିଲେ, ସେମାନଙ୍କ ସହିତ ଭୋଜନ ପାନ କରୁଥିଲେ, ସେମାନଙ୍କ ବାର୍ତ୍ତାଳାପ କରୁଥିଲେ। ମାନେ ଏ ସମୟରେ ପଡୁଥିବା ନିମାୟ ପଥରେ 2 ଜଣଙ୍କୁ ସେ ଦର୍ଶନ ଦେଲେ ଏବଂ ପରିଶେଷରେ ଯେତେବେଳେ ସ୍ୱର୍ଗାରୋହଣ କଲେ ସେତେବେଳେ ମଧ୍ୟ ସେ ଲୋକାୟତ ଭାବରେ, ଗୁପ୍ତ ଭାବରେ ଯାଇନାହାନ୍ତି। ସେତେବେଳେ ମଧ୍ୟ ସେ ସମସ୍ତ ଲୋକମାନେ, ବିଶେଷ କରି ଶିଷ୍ୟମାନଙ୍କ ଆଖି ଆଗରେ ବା ଚକ୍ଷୁ ସମ୍ମୁଖରେ ସିଏ ସ୍ୱର୍ଗାରୋହଣ କରିଛନ୍ତି। ଦି ଆଇ ୱିଟନେସ୍। ଯଦି କୌଣସି ବିଷୟ 500-700 ବର୍ଷ ପରେ ଜଣେ କହିବ ଆଉ ତାଙ୍କର ସମସ୍କନ୍ଦ କଣ୍ଟେମ୍ପୋରାରୀ କହିବ, ଆଇ ୱିଟନେସ୍ କହିବ, ନିଶ୍ଚିତ ତାର ଅଥେଣ୍ଟିସିଟି ଅଲଗା ହୋଇଥାଏ। ତ ଏହା ପ୍ରମାଣ କରେ ଯେ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୁନରୁତ୍ଥାନ ସତ୍ୟ ଅଟେ। ଦି ରେଜରେକ୍ସନ of Jesus Christ is not a story, but it's a history and a truth. ତେବେ ଆଜି ଦିନରେ what is the relevance of the resurrection in this scientific days ବା scientific age? ଆଜି ଭଳି ଟେକ୍ନୋଲୋଜି ଏବଂ ସାଇଣ୍ଟିଫିକ ଏଜରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ରିଲେଭାନ୍ସ କଣ? ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ସତ୍ୟ ଅଟେ, ତାହେଲେ ଆମେ ଜାଣିବାକୁ ହବ ଯେ ପରମେଶ୍ୱର ଅଛନ୍ତି। କାରଣ ଆଜି ଦିନରେ ବହୁତ ଲୋକ ସନ୍ଦେହ କରନ୍ତି ପରମେଶ୍ୱର ଅଛନ୍ତି କି ନାହିଁ। If the resurrection of Christ is true, then we have to believe that God does exist. ସେଥିପାଇଁ ପ୍ରେରିତ ତାର 17 ପର୍ବ 31 ପଦରେ ଏ ପ୍ରକାର ଲେଖାଯାଏ, ସେ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ସପ୍ରମାଣ କରିଅଛନ୍ତି। ମୁଁ ପଢିଦେବା ପାଇଁ ଚାହେଁ, ଯଦି କିଏ ପାଇବେ ମଧ୍ୟ ପଢିଦେଇ ପାରିବେ। ପ୍ରେରିତ ପୁସ୍ତକ ତାର 17 ପର୍ବ 31 ଆଜ୍ଞା। କାରଣ ଯେଉଁଦିନ ସେ ଆପଣ ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତ୍ୟୁମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତ ନିକଟରେ ପ୍ରମାଣ ଦେଇଅଛନ୍ତି। ଆମେନ୍। ଏଇଟା ଦେଖୁଛୁ ଆମେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ପରମେଶ୍ୱର ନିଜର ଏକ୍ସିଷ୍ଟେନ୍ସ ସେ ପ୍ରମାଣ କରନ୍ତି। ତା ଛଡା ମଧ୍ୟ ଆମେ ସୃଷ୍ଟି, ଯୋଉ ଜେନେରାଲ ରିଭଲ୍ୟୁସନ କହନ୍ତି ଥିଓଲୋଜିରେ, ତାହେଲେ ଆମେ ଆଦି ପୁସ୍ତକରେ ଯଦି ପଢିବା ତାଙ୍କର ସୃଷ୍ଟି ବିଷୟରେ, ତାହେଲେ ତାଙ୍କ ସୃଷ୍ଟି ମାଧ୍ୟମରେ ସେ ନିଜର ପରାକାଷ୍ଠା, ନିଜର କ୍ଷମତା ଏବଂ ନିଜର ଆଧିପତ୍ୟ, ନିଜର ଉପସ୍ଥିତିକୁ ସିଏ ଲୋକମାନଙ୍କ ସମ୍ମୁଖରେ ରିଭିଲ୍ କରନ୍ତି ବା ପ୍ରକାଶିତ କରନ୍ତି। ଆଉ ଏହା ଦ୍ୱାରା ସେ ପ୍ରକାଶିତ କଲେ ନିଜର ଉପସ୍ଥିତିକୁ ସେ ସପ୍ରମାଣ କଲେ। If the resurrection of Christ is true, then we have to believe that God does exist. ଯଦି ପ୍ରଭୁ ଶ୍ରୀକୃଷ୍ଣଙ୍କର ପୁନରୁତ୍ଥାନ ସତ୍ୟ ଅଟେ, ତାହେଲେ ଆମମାନଙ୍କୁ ବିଶ୍ୱାସ କରିବାକୁ ହବ ଯେ ପରମେଶ୍ୱର ଏକ୍ଜିଷ୍ଟ କରନ୍ତି ବା ପରମେଶ୍ୱର ଅଛନ୍ତି। Number 2, if the resurrection of Christ is true, then we have to believe that we have a hope in future. ଯଦି ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ସତ୍ୟ ଅଟେ, ତାହେଲେ ଆମମାନଙ୍କୁ ବିଶ୍ୱାସ କରିବାକୁ ହବ ଯେ ଆମମାନଙ୍କର ଏକ ଭବିଷ୍ୟତ ଅଟେ। ମୁଁ 2ଟି ପଦ ଯେତେବେଳେ ମିଶେଇକିରି ପଢେ ମତେ ବହୁତ ବଢିଆ ଲାଗେ। ଆପଣମାନେ ମତେ ପଢିବେ, ଯୋହନ ତାର 3 ପର୍ବ 16 ପଦ ସହିତରେ ପ୍ରଥମ କରନ୍ତୁ ତାର 15 ପର୍ବ 20 ପଦ। ମୁଁ ଜାଣିଛନ୍ତି ଆମ 3:16 ଲେଖାଯାଏ, ପରମେଶ୍ୱର ଜଗତକୁ ଏରେ ପ୍ରେମ କଲେ ଯେ ସେ ଆପଣାର ଏକମାତ୍ର ଏବଂ ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ଦାନ କଲେ, ଯେପରି ଯିଏକି ତାଙ୍କର ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ।
ତେବେ ପ୍ରଥମ କରନ୍ତେ ତାର 15 ପର୍ବ 20 ପଦରେ ଏ ପ୍ରକାର ଲେଖାଯାଏ, କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ଅର୍ଥାତ୍ ଏ ଦିଟା ପଦ ଆମେ କମ୍ବାଇନ୍ କରିକି ପଢିବେ ତାହେଲେ ପରିତ୍ରାଣ ସାଧନ କରିବା ପାଇଁ ସ୍ୱର୍ଗରୁ ଯୋଉ ଆସିବାର ଥିଲା, ଯୋଉ ମସିହଙ୍କର ଆସିବାର ଥିଲା, ସିଏ ପରମେଶ୍ୱରଙ୍କର ଏକମାତ୍ର ଅଦ୍ୱିତୀୟ ଅଟନ୍ତି। ଆଉ ଦ୍ୱିତୀୟ ବ୍ୟକ୍ତି କେହି ନାହାନ୍ତି ସେଇଠୁ ଆସିବା ପାଇଁ। କିନ୍ତୁ ପୁନରୁତ୍ଥିତ ମାନଙ୍କ ମଧ୍ୟରୁ ବା ପରିବର୍ତ୍ତିତ ଲୋକମାନଙ୍କ ମଧ୍ୟରୁ ସ୍ୱର୍ଗକୁ ଯିବାରେ ପରମେଶ୍ୱର ଲିମିଟ ରଖି ନାହାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଥମ ଅଟନ୍ତି, ଅର୍ଥାତ୍ ତାପରେ ମଧ୍ୟ ଆମେ ସବୁ ଯାଇପାରିବା। ଏଇଠୁ ପରମେଶ୍ୱରଙ୍କ ପାଖକୁ ଯିବା ପାଇଁ there is no limit, but ପରମେଶ୍ୱରଙ୍କ ଠାରୁ ପୃଥିବୀକୁ ଆସିବା ପାଇଁ there is only one person। ହିନ୍ଦୀରେ ବହୁତ ବଢିଆ ଲେଖାଯାଏ ପେହଲୋଠା, यानी कि प्रथम जात। आमने सिए ସେଥିପାଇଁ ସିଏ ଯେତେବେଳେ କହନ୍ତି ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ କିଏ ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଆପଣ ଦିଟା ଯଦି ମିଶେଇକି ପଢିଲେ ଜାଣିପାରିବେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଠାରୁ ଜଗତକୁ ଆସିବା ପଥ ଜାଣନ୍ତି, ଆଉ ଜଗତରୁ ପରମେଶ୍ୱରଙ୍କ ପାଖକୁ ଯିବା ପଥ ମଧ୍ୟ ଜାଣନ୍ତି। He knows both the way to come from God to the earth and from earth to the God। ସେଥିପାଇଁ ସିଏ ଦାବି କରି କହନ୍ତି ମୁଁ ସେଇ ପଥ ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବନି। ପଥ ଗୋଟେ ବସ୍ତୁ ନୁହେଁ, ପଥ ମଧ୍ୟ ଏକ ବ୍ୟକ୍ତି ଅଟନ୍ତି, ଆଉ ସିଏ ହଉଛନ୍ତି ସ୍ୱୟଂ ଯୀଶୁ ଖ୍ରୀଷ୍ଟ। ସତ୍ୟ ଏକ ତଥ୍ୟ ନୁହେଁ, ସତ୍ୟ ମଧ୍ୟ ଏକ ବ୍ୟକ୍ତି ଅଟନ୍ତି, ଆଉ ସିଏ ହଉଛନ୍ତି ସ୍ୱୟଂ ଯୀଶୁ ଖ୍ରୀଷ୍ଟ। ତେଣୁ ଆମେ ତାଙ୍କର ପୁନରୁତ୍ଥାନ ହେବା ଦ୍ୱାରା ଆମର ଏହି ହୋପ ଅଛି ଯେ ଭବିଷ୍ୟତରେ ସେ ଯେ ପ୍ରକାର ସ୍ୱର୍ଗାନ୍ୱିତ ହେଲେ ବା ସ୍ୱର୍ଗାରୋହଣ କଲେ, ଆମମାନେ ମଧ୍ୟ ସେଇ ପ୍ରକାରେ ସ୍ୱର୍ଗାରୋହଣ କରିବା। ସେ ପେହଲୋଠା, ଆମେ ତାଙ୍କ ପରି ଆମମାନେ ମଧ୍ୟ ଯିବା। 3 ନମ୍ବର, the resurrection of Jesus teaches us that our suffering will end one day। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଆମମାନଙ୍କୁ ଏଇ ଶିକ୍ଷା ଦିଏ ଯେ ଆମମାନଙ୍କର ଏଇ ଜଗତରେ ଯେତେ ପ୍ରକାର ଆମମାନଙ୍କର ସଫରିଂ ରହିଛି, ତାଡ଼ନା ରହିଛି, ଯେତେ ପ୍ରକାର କଷ୍ଟ ଅଛି, ଆଉ ନିଶ୍ଚିତ ଭାବରେ ତାହା ଦିନେ ନା ଦିନେ ସମାପ୍ତ ହବ। କାରଣ ସ୍ୱର୍ଗରେ ଆମମାନେ ପ୍ରବେଶ କରିବା ଯେଉଁଟାରେ ନା ଲୁହ ଅଛି, ନା ଦୁଃଖ ଅଛି, ନା ମୃତ୍ୟୁ ଅଛି, ନା ଶୋକ ଅଛି। ପ୍ରକାଶିତ ପୁସ୍ତକରେ ତାହା ଲେଖାଯାଏ। ନମ୍ବର 4, the resurrection of Christ establishes that there is a life after death। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ଏହାକୁ ସ୍ଥାପିତ କରେ ଯେ ମୃତ୍ୟୁ ପରେ ଜୀବନ ଅଛି। The death is not end of everything। ଏ ଶାରୀରିକ ମୃତ୍ୟୁ ସମସ୍ତ ବିଷୟର ସମାପ୍ତ ନୁହେଁ, ବରଂ ଏ ଶାରୀରିକ ମୃତ୍ୟୁ ଏକ ଅସ୍ଥାୟୀ ବିଷୟର ସମାପ୍ତ ଅଟେ, ଆଉ ଏକ ସ୍ଥାୟୀ ବିଷୟର ପ୍ରାରମ୍ଭ ଅଟେ। ଏଇଟାରେ ଲେଖାଯାଏ, ମୁଁ କୋଉ ଜାଗାରେ ପଢୁଥିଲି ଯେ ଅକ୍ଷୟ ଶରୀର ବିଷୟରେ ଲେଖା ହେଇଛି, ପ୍ରଥମ କରନ୍ତୀୟ ହିଁ ଲେଖାଥାଏ। ମୁଁ ଯଦି ପାଇବି ତାହେଲେ ପଢିଦେବି। ଦେଖନ୍ତୁ 42 ପଦ ଏବଂ 43 ପଦରେ ମୃତମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ। ଅନାଦରରେ ବୁଣାଯାଏ, ଗୌରବାନ୍ୱିତ ହୋଇ ଉତ୍ଥିତ ହୁଏ। ଦୁର୍ବଳତାରେ ବୁଣାଯାଏ, ସବଳ ହୋଇ ଉତ୍ଥିତ ହୁଏ। ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି ତେବେ ଆତ୍ମିକ ଶରୀର ସୁଦ୍ଧା ଅଛି। ତେଣୁ ମୃତ୍ୟୁ ପରେ ଯେ ଆଉ ଏକ ଜୀବନ ଅଛି, ଅନନ୍ତ ଜୀବନ ଅଛି, ତାହାର ଏକ ଫାଉଣ୍ଡେସନ ବା ଏଷ୍ଟାବ୍ଲିଶ ଆମେ ସ୍ଥାପିତ ହେବା ମାନେ ଦେଖୁ। କାରଣ ପ୍ରଥମ କରନ୍ତୀୟ 15:22 ପଦରେ ମଧ୍ୟ ଲେଖାଯାଏ, ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ସମସ୍ତେ ସଜୀବ ହେବା। ପଢିଦେଇ ଶେଷ କରିବା ପାଇଁ ଚାହିଁବି। 22 ପଦରେ ଲେଖାଯାଏ, ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁ ଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ। ସୋ ଲାଇଫ ଆଫ୍ଟର ଡେଥ୍, ଏହାକୁ ସେ ତାଙ୍କର ରେଜୁରେକ୍ସନ ମାଧ୍ୟମରେ ଏଷ୍ଟାବ୍ଲିଶ କଲେ।
ପ୍ରଥମ କରନ୍ତି ଶେଷ ଆଡକୁ 42 ରୁ 44 ପଦ ପୁଣି 52 ରୁ 54 ପଦ ପଢିବେ। ସେଠାରେ ଅତି ସୁନ୍ଦର ବିଷୟ ଲେଖାଯାଏ। ଏହା ଏଇ ଅଧଘଣ୍ଟା କିମ୍ବା 35 ମିନିଟରେ এই সমস্ত বিষয় କହିବା କିମ୍ବା ବୁଝିବା ଏତେ ସହଜ ବିଷୟ ନାହିଁ। ମୁଁ ଚେଷ୍ଟା କଲି ତଥା ମଧ୍ୟ 10 ମିନିଟ ଆଗକୁ ପଳେଇଗଲି, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥୀ। ତେଣୁ ଈଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଅନୁଗ୍ରହ କରିବେ ତାହେଲେ ଆସନ୍ତା ଦିନ ଆମେ ବିଷୟରେ ଆଉ ଟିକେ ଗଭୀର ଭାବରେ ଆମେ ଚିନ୍ତା କରିବା। ଅଳ୍ପ ଶିକ୍ଷାରେ ଆମମାନଙ୍କୁ ବୁଝିବାର ଶକ୍ତି ଦେଇ ଈଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ।